ସୁଜଳା ସୁଫଳା ସୁନାର ସୃଷ୍ଟି ହୋଇ ଉଠିଛି ସୌଭାଗ୍ୟମୟ, ନାମମୟ, ନିଷ୍ଠାମୟ, ସୌନ୍ଦର୍ଯ୍ୟମୟ, ବିଶ୍ୱାସ ଓ ଯଜନ ଯାଜନ ଇଷ୍ଟବୃତ୍ତିର ପରମ ଦୃଷ୍ଟାନ୍ତମୟ। ସତରେ ମାନବ ପ୍ରାଣରେ ଭକ୍ତି ରସାମୃତର ଧାରା ବର୍ଷଣ କରିଦେଇଥିଲା। ସିନ୍ଧୁ ସପ୍ତାଗିରି ରାଧା ନାମେ ହରି, ଜୀବନ ଯାତ୍ରାରେ ତୁମେ ହିଁ ମୋହରି। সিন্ধু সর্তলগিরি রাধা নামে হরি, জীবন যাত্রারে তুমে হি মোহরি। সিন্ধু সর্তলগিরি রাধা নামে হরি, জীবন যাত্রারে তুমে হি মোহরি। নয়নে নয়নে বহে রাধা প্রেম ধারা, বংশী সুরে হারি যায় মন সারা। বৃন্দাবন রাসে নাচে শ্যাম সহিত রাধে, হৃদয় স্পন্দনে মো তুমে হি অছ ভাবে। জীব থিবা যায় প্রভু করিবি বন্দনা। হরিবোল রাধা ନାମରେ ସ୍ତବ୍ଧ ହୋଇ ଉଠୁଥିଲା ଧରା। ଜାଗ୍ରତ ଉଦ୍ବିକିରଣ ସତେ ଯେପରି ମନେ ହେଉଥିଲା ସବୁ ତ ସତ ଇଚ୍ଛା ପରମ ପୁରୁଷ ପରମ ଦୟାଳ ଯୁଗ ପୁରୁଷୋତ୍ତମଙ୍କର କର୍ମଧାରା। ସୃଷ୍ଟିର ସ୍ରଷ୍ଟା ସେ ଶାନ୍ତ ହୋଇଯାଇଥିଲେ ସତ, କିନ୍ତୁ ମନେ ହେଉଥିଲା ଯେପରି ସଭିଙ୍କ ପାଇଁ ଥିଲା ଯୁଗ ଯୁଗ ଧରି ଭଗବାନଙ୍କର ଶ୍ରୀପାଦ ପଦ୍ମରେ ଆତ୍ମସମର୍ପଣର ଯୁଗ। ତାଙ୍କ ହସ୍ତଲିଖିତ ସତ୍ୟାନୁସରଣରେ ତ୍ୟାଗ ଓ ଶିକ୍ଷା ସୃଜନୀର ଯୁଗ। ସତରେ ଇଷ୍ଟ ହୋଇଯାଇଥିଲେ ଶାନ୍ତ, ସୁସ୍ଥ, ସ୍ତବ୍ଧ, କିନ୍ତୁ ଜୀବନ ଆଲୋକରେ ସେ ସାଜିଥିଲେ ଅସ୍ତଗାମୀ ସବିତାଙ୍କର ଉଜ୍ଜ୍ୱଳ କିରଣ। ଠାକୁର ଠାକୁର କହି ଦିବା ସ୍ତବ୍ଧ ଥିଲା ଧରିତ୍ରୀ ମା ଠାରୁ ଆକାଶ ପର୍ଯ୍ୟନ୍ତ। ସେଦିନ କୁଞ୍ଜରିତ ହେଉଥିଲା ତୁମେ ଅନନ୍ତ, ତୁମେ ଅସୀମ, ତୁମେ ଦିବ୍ୟ, ତୁମେ ଶାଶ୍ୱତ, ତୁମେ ସୃଷ୍ଟି, ତୁମେ ସ୍ରଷ୍ଟା, ତୁମେ ଦୃଷ୍ଟି, ତୁମେ ଦ୍ରଷ୍ଟା, ତୁମେ ଦର୍ଶକ, ତୁମେ ନିର୍ଦ୍ଦେଶକ, ତୁମେ ଅମୃତର ପ୍ରତୀକ। ନା ତୁମେ ଅସ୍ତଗାମୀ, ନା ତୁମେ ଲୀନ, ନା ତୁମେ ଅଜଣା ଅବ୍ୟକ୍ତର କ୍ରମ ନିରସନ। ତୁମେ ସେହି ପରିପୂର୍ଣ୍ଣ ପବିତ୍ର ଆତ୍ମାର ପ୍ରତିଧ୍ୱନି। ନିତ୍ୟ ପ୍ରାର୍ଥନାରେ ତୁମେ ସତ୍ୟବାଣୀ। ତୁମେ ଅକିଞ୍ଚନ ହୁଅ, ତାଙ୍କ ଛଡ଼ା ତୁମର ଯେପରି ଆଉ କିଛି ହିଁ ନଥାଏ।
ତୁମର ଅନ୍ତର ଆକର୍ଷଣକୁ ବ୍ୟାପି ଏହା ଭିତର ଦେଇ ତୁମର ସାତ୍ୱତ କୃତି ଐଶ୍ୱର୍ଯ୍ୟ ଅପର୍ଯ୍ୟାପ୍ତ ହୋଇଉଠୁ ତାଙ୍କୁ କେନ୍ଦ୍ର କରି ଉତ୍କ୍ରମଣୀ ଅନୁବ୍ୟାପନାରେ। ଏପରି ଯଦି ନ ହୁଏ ତେବେ ତୁମର ଧର୍ମ ବି ହେଲା ନାହିଁ, କର୍ମ ବି ହେଲା ନାହିଁ। ତେବେ ଆସନ୍ତୁ ଜାଣିବା ସେହି ସର୍ବନାଶର ଦିନ, ଯାହାକି ଜାନୁଆରୀ 27 ତାରିଖ 1969 ମସିହାର ପୂର୍ବ ଦିନର ବା ଜାନୁଆରୀ 26, 1969 ମସିହାରେ କ'ଣ ହୋଇଥିଲା ସେଦିନ। 26 ଜାନୁଆରୀ 1969 ସନ୍ଧ୍ୟା ଅତ୍ୟନ୍ତ ମନୋରମ ଥିଲା। ଶ୍ରୀ ଶ୍ରୀ ଠାକୁର ବସିଥିବା ବେଳେ ତାଙ୍କ ସାନ୍ନିଧ୍ୟରେ ସାନ୍ଧ୍ୟ ବିନତି ପ୍ରାର୍ଥନା ମନମୁଗ୍ଧକର ଭାବରେ ପାର୍ଲରରେ ସମ୍ପାଦିତ ହୋଇଥିଲା। କିଏ ଜାଣିଥିଲା ଏହା ହେବ ପରମ ପ୍ରେମମୟ ପରମ ଦୟାଲ ଶ୍ରୀ ଶ୍ରୀ ଠାକୁରଙ୍କର ସ୍ଥୂଳ ସାନ୍ନିଧ୍ୟରେ ଶେଷ ପ୍ରାର୍ଥନା। ପ୍ରତ୍ୟେକ ତାଙ୍କର ଦିବ୍ୟ ତନୁର ଦର୍ଶନ ପ୍ରଣାମ ମଧ୍ୟ କଲେ। ସନ୍ଧ୍ୟା 6:45 ଶ୍ରୀ ଶ୍ରୀ ଠାକୁର ଖାଇବାକୁ ଚାହିଁଲେ। ତାଙ୍କର ଭୋଗର ପରିମାଣ ସବୁଦିନ ଅପେକ୍ଷା ଆଜି ଟିକିଏ ଅଧିକ ଥିଲା। ଏହା ଦେଖି ଆଶ୍ରମର ସମସ୍ତ ଭକ୍ତମଣ୍ଡଳୀ ବହୁତ ଖୁସି ହୋଇଯାଇଥିଲେ। କେତେକ ଦିନ ହେବ ଶ୍ରୀ ଶ୍ରୀ ଠାକୁର ଯିଏ ଯେଉଁ ବଙ୍ଗଳାର ପ୍ରସିଦ୍ଧ ମିଷ୍ଟାନ୍ନମାନ ଆଣୁଥିଲେ ତାହା ସେ ତାଙ୍କ ମୁଖରେ ଦେବାକୁ କହୁଥିଲେ। ଏହାଦ୍ୱାରା ଅନେକ ଭାଗ୍ୟବାନ ଈଶ୍ୱରଙ୍କର ଜୀବନ୍ତ ଶରୀରକୁ ଖୁଆଇ ଦେବାର ସୁଯୋଗ ପାଇଥିଲେ। ଜ୍ୟୋତ୍ସ୍ନା ବିଧୌତ ପୃଥିବୀ ଶୀତର କୁହୁଡ଼ିରେ ବିବର୍ଣ୍ଣ ହୋଇ ଉଠିଥିଲା। ଚାରିଆଡ଼େ ନିରନ୍ଧ୍ର ଶୂନ୍ୟତା। ପ୍ରକୃତି ଆଜି ସତେ ଯେପରି ଅଟଳ ଗାମ୍ଭୀର୍ଯ୍ୟରେ କୌଣସି ଏକ ଲଗ୍ନକୁ ପ୍ରତୀକ୍ଷା କରିଥିଲା। ଗଭୀର ଅନ୍ଧକାର ରାତ୍ରିରେ କ'ଣ ଘଟିପାରେ ତାହା ବୁଝା ପଡ଼ୁନଥିଲା। ଭୋଗର କିଛି ସମୟ ପରେ ଶ୍ରୀ ଶ୍ରୀ ଠାକୁର ଶୋଇବାକୁ ଚାହିଁଲେ। ପାର୍ଲରର ଆଲୋକ ଲିଭାଇ ଦିଆଗଲା। ଠାକୁର ବଙ୍ଗଳା ନିସ୍ତବ୍ଧ ହୋଇ ଉଠିଲା। କେତେଜଣ ସେବାକାରୀ ମାତ୍ର ପାଖରେ ଥିଲେ। କେତେ ଘଣ୍ଟା ଶ୍ରୀ ଶ୍ରୀ ଠାକୁର ଶୋଇପଡ଼ିଥିଲେ। ରାତି 11ଟାରେ ବୋଧହୁଏ କୌଣସି ଯନ୍ତ୍ରଣା ପାଇଁ ଶ୍ରୀ ଶ୍ରୀ ଠାକୁରଙ୍କର ନିଦ ଭାଙ୍ଗିଗଲା। ପ୍ରଚଣ୍ଡ ଶୀତ ପଡ଼ୁଥିଲା। ସେଥିରେ ଶ୍ରୀ ଶ୍ରୀ ଠାକୁର ପାଇଖାନା ଗଲେ। ପାଇଖାନାରୁ ଆସିବା ପରେ ଶୀତ ହେତୁ ତାଙ୍କର ଗୋଡ଼ ପୋଛି ଦିଆଗଲା। କିନ୍ତୁ ପରମ ସଦାଚାରୀ ଶ୍ରୀ ଶ୍ରୀ ଠାକୁର ସନ୍ତୁଷ୍ଟ ନ ହେବାରୁ ଗୋଡ଼ ଧୋଇ ଦିଆଗଲା। ଶ୍ରୀ ଶ୍ରୀ ଠାକୁର ତମାଖୁ ଖାଇଲେ। ଶ୍ରୀମୁଖରେ ତାଙ୍କର ଲାଗି ରହିଥିଲା ସେହି ମୃଦୁ ହସ। ସ୍ନିଗ୍ଧ ଦେଖାଯାଉଥିଲେ ସେ। ତାଙ୍କର ପ୍ରତ୍ୟେକଟି ଭଙ୍ଗିମା ଥିଲା ମାଧୁରୀମା ମଣ୍ଡିତ। କାହାରିକୁ କୌଣସି ପ୍ରକାର ସନ୍ଦେହ କରିବାର ଅବକାଶ ଦେଲେ ନାହିଁ। ଘଣ୍ଟାରେ 1:30 ବାଜିଲା। ଶ୍ରୀ ଶ୍ରୀ ଠାକୁର ତନ୍ଦ୍ରା ଅନୁଭବ କଲେ ଏବଂ ପୁଣି ଶୋଇପଡ଼ିଲେ। ପାଖରେ କେବଳ ସତୀଶ ଦାସ, ସୁଧାପାଣିମା ବା ସେବାଦୀ ଏବଂ ଗୁରୁପ୍ରସାଦୀ ଦେବୀ ଶ୍ରୀ ଶ୍ରୀ ଠାକୁରଙ୍କର ଛୋଟ ଭଉଣୀ ସେବାକାରୀ ଭାବରେ ଥିଲେ। ଏଥର ଶ୍ରୀ ଶ୍ରୀ ଠାକୁର ମାତ୍ର 15ରୁ 20 ମିନିଟ୍ ପରେ ଉଠି ପଡ଼ିଥିଲେ। ଖୁବ୍ ଶାରୀରିକ ଯନ୍ତ୍ରଣା ହେଉଥିଲା। ମୁଖମଣ୍ଡଳ ଖୁବ୍ କ୍ଳାନ୍ତ ଜଣାପଡ଼ୁଥିଲା। ଶ୍ରୀ ଶ୍ରୀ ଠାକୁର ଜଳପାନ କଲେ ଏବଂ ପୁଣି ତମାଖୁ ଖାଇଲେ। କେହି କିନ୍ତୁ ହୃଦୟଙ୍ଗମ କରିପାରିନଥିଲେ ଯେ ଶ୍ରୀ ଶ୍ରୀ ଠାକୁରଙ୍କର କି ଯନ୍ତ୍ରଣା ହେଉଥିଲା। ସବୁ କଥା ଠିକ୍ ଥିବାରୁ ଗୁରୁପ୍ରସାଦୀ ଦେବୀ ସେହି ଘରେ ହିଁ ଶୋଇପଡ଼ିଥିଲେ। କିଛି ସମୟ ପରେ ଶ୍ରୀ ଶ୍ରୀ ଠାକୁର ତନ୍ମୟ ହୋଇ ଗୋଟିଏ ଦିଗକୁ ଚାହିଁ ରହିଲେ। ମନେ ହେଲା ସତେ ଯେପରି ଗଭୀର ଧ୍ୟାନରେ ଆତ୍ମସ୍ଥ ବା କିଛି ସ୍ପଷ୍ଟ ଦେଖିପାରୁଥିଲେ। କିଛି କ୍ଷଣ ପରେ କହିଲେ, ମା ଠିଆ ହୋଇଛନ୍ତି ନା ରେ? କେଉଁଠି ବୋଲି ସୁଧାପାଣିମା ପଚାରିବାରୁ ଶ୍ରୀ ଶ୍ରୀ ଠାକୁର କହିଲେ, ଏଇ ତ ସାଧା ଲୁଗା ପିନ୍ଧି ସାମ୍ନାରେ ଠିଆ ହୋଇଛନ୍ତି। କାହିଁ, କେଉଁଠି ବୋଲି ସେବାଦୀ ସାଧୁପାଣିମା ପଚାରିଲାରୁ ଶ୍ରୀ ଶ୍ରୀ ଠାକୁର ଆଉ କିଛି ହିଁ କହିନଥିଲେ। ସେବାଦୀ ଯେପରି ଏଥର ଦେଖିପାରୁଥିଲେ ଯେ ମାଙ୍କର ଛାୟାମୂର୍ତ୍ତି ଅପସରି ଯାଉଥିଲେ। ସମୟ ରାତି 3:30 ପ୍ରାୟ।
ଶ୍ରୀ ଠାକୁରଙ୍କର ଶାରୀରିକ ଯନ୍ତ୍ରଣା ଆହୁରି ବଢ଼ିଗଲା। ସେ କାତର ହୋଇପଡ଼ିଲେ। ଛାତିରେ ଅସ୍ୱସ୍ତି ଭାବ ହେତୁ ଛଟପଟ କରିବାକୁ ଲାଗିଲେ। ପୂଜ୍ୟ କାଜଲଦାଙ୍କୁ ଖବର ଦିଆଗଲା। ସେ ଛୁଟି ଆସି ଠାକୁରଙ୍କର ଛାତି ଓ ନାଡ଼ି ପରୀକ୍ଷା କଲେ। କିଛି ଆଶଙ୍କାଜନକ ଦେଖିଲେ ନାହିଁ। ସବୁକିଛି ସ୍ୱାଭାବିକ ଥିଲା। ତଥାପି ସେ ଶ୍ରୀ ଠାକୁରଙ୍କୁ କିଛି ପେଥିଡାଇନ୍ ଦେଇଥିଲେ। ଠାକୁର ଚିତ୍ ହୋଇ ଶୋଇ ରହିଲେ। ପୂଜ୍ୟ କାଜଲଦା ଠାକୁରଙ୍କ ଦେହରେ ହାତ ବୁଲାଇଥିଲେ। ତଥାପି ଠାକୁରଙ୍କର ଯନ୍ତ୍ରଣା କମିନଥିଲା। ଶ୍ରୀ ଠାକୁର ବାହାରକୁ ଯିବାକୁ ଚାହିଁଲେ। କାଜଲଦା ବାହାରକୁ ଆସି ଦେଖିଲେ ପ୍ରବଳ ଥଣ୍ଡା ପଡ଼ୁଥିଲା। ନବମୀର ଚନ୍ଦ୍ର ଅସ୍ତ ଯାଇଥିଲା। ତେଣୁ ଗଭୀର ଅନ୍ଧାର ଥିଲା। କାଜଲଦା ଫେରିଆସି ବାପାଙ୍କୁ କହିଲେ, ବାହାରେ ଭୀଷଣ ଥଣ୍ଡା ପଡ଼ୁଛି। ରାତି ଟିକିଏ ପାହି ଆସୁ ଆପଣଙ୍କୁ ବାହାରକୁ ନେଇଯିବି। ଏହା ଶୁଣି ଶ୍ରୀ ଠାକୁର କହିଲେ, ତାହେଲେ ମୁଁ ଶୁଏ। ସେ କଡ଼େଇ ହୋଇ ଶୋଇପଡ଼ିଲେ। କାଜଲଦା ପିଠିରେ ହାତ ବୁଲାଇ ଦେଲେ। ଠାକୁର ଶୋଇପଡ଼ିଥିଲେ ଏବଂ କିଛି ଚିନ୍ତାର କାରଣ ନଥିବା ଜାଣି କାଜଲଦା ମଧ୍ୟ ତାଙ୍କ ରୁମ୍କୁ ଚାଲିଗଲେ। ସୁଧାପାଣି ମା ମଧ୍ୟ ନିଶ୍ଚିନ୍ତରେ ବାଥରୁମ୍କୁ ଚାଲିଗଲେ। ଗଲାବେଳକୁ ସେ ଗୁରୁପ୍ରସାଦୀ ଦେବୀଙ୍କୁ ଉଠାଇ ଦେଇଗଲେ। ମାତ୍ର 15ରୁ 20 ମିନିଟ୍ ମଧ୍ୟରେ ଶ୍ରୀ ଠାକୁରଙ୍କର ଅସମ୍ଭବ ଶ୍ୱାସକଷ୍ଟ ହେଲା। ସେ ଉଠି ବସିଲେ ଓ ଚିତ୍କାର କରି ବଡ଼ ଖୋକା କାଜଲ ବୋଲି ଡାକିଲେ। ପୁଣି ଶ୍ରୀ ଠାକୁର ଚିତ୍ ହୋଇ ଶୋଇପଡ଼ିଲେ ଏବଂ ମଥାଟିକୁ ଉଚ୍ଚା କରି ରଖି ଆଖି ଦୁଇଟିକୁ ଉପରକୁ ଟେକିଲେ। ଗୁରୁପ୍ରସାଦୀ ଦେବୀ ମଶାରୀ ବାହାରକୁ ଥାଇ ଦେଖିଲେ ଯେ ଶ୍ରୀ ଠାକୁରଙ୍କର ମୁଖମଣ୍ଡଳ ବିବର୍ଣ୍ଣ ଦେଖାଯାଉଥିଲା। କାଜଲଦା ଛୁଟି ଆସିଲେ। ଶ୍ରୀ ବଡ଼ଦା ମଧ୍ୟ ଛୁଟି ଆସିଥିଲେ। କାଜଲଦା ଶ୍ରୀ ଠାକୁରଙ୍କର ଛାତିରେ ସିଧାସଳଖ ଆଡେନାଲାଇନ୍ ହାଇଡ୍ରୋକ୍ଲୋରାଇଡ୍ ଇଞ୍ଜେକ୍ସନ୍ ଦେଇଦେଲେ। ବଙ୍କିମଦା ଓ ଅନ୍ୟମାନେ ଖବର ପାଇ ଛୁଟି ଆସିଲେ। ଅଳ୍ପ ସମୟ ମଧ୍ୟରେ ଘରଟି ସମ୍ପୂର୍ଣ୍ଣ ଭାବରେ ଭରିଯାଇଥିଲା। ସମସ୍ତ ପ୍ରଚେଷ୍ଟା ବ୍ୟର୍ଥ ହୋଇଗଲା। ଅନ୍ତିମ ଲଗ୍ନ ଜାଣି ଗୁରୁପ୍ରସାଦୀ ଦେବୀ ଶ୍ରୀ ଠାକୁରଙ୍କର ମୁଖରେ ଜଳ ଦେଲେ। ଶ୍ରୀ ଠାକୁର ଜଳପାନ କଲେ। ତାପରେ ଧୀରେ ଧୀରେ ଶିବନେତ୍ର ମୁଦି ହୋଇଗଲା। ସେହି ସର୍ବନାଶର ଦିନ ଥିଲା 27 ଜାନୁଆରୀ 1969 ରବିବାର। ମାଘ 12 ଦିନ ଶୁକ୍ଳ ନବମୀ ତିଥି। ଭୋର 4:55 ପୃଥିବୀ ବୁକୁରେ ପରମ ଦୟାଳୁ ପରମ ପିତା ନିଖିଳ କ୍ଷଣ ବିଧାତା ବିଶ୍ୱଜନର ପ୍ରାଣର ଶ୍ରୀ ଠାକୁର ଲକ୍ଷ କଣ୍ଠର ବୁକୁ ଫଟା ହାହାକାର ମଧ୍ୟରେ ସମ୍ବରଣ କରି ନେଇଥିଲେ ତାଙ୍କର ଏହି ଥରକର ମର୍ତ୍ତ୍ୟଲୀଳା। ଅବସାନ ଘଟିଥିଲା ପରମ ପ୍ରେମମୟ ଯୁଗ ପୁରୁଷୋତ୍ତମ ପରମ ଦୟାଳ ଶ୍ରୀ ଠାକୁରଙ୍କର ଦିବ୍ୟ ନରଲୀଳା। ମହାଜୀବନର ସଂଘଟିତ ହେଲା ମହାପ୍ରୟାଣ। ଶ୍ରୀ ପର୍ଦ୍ଦା ବାପାଙ୍କ ଛାତି ଉପରେ କାନ୍ଦି କରି ବାବା ବାବା କହି ଲୋଟି ପଡ଼ିଥିଲେ। ବଡ଼ ମାଙ୍କୁ ଠାକୁରଙ୍କ ଘରକୁ ଅଣାଗଲା। ସେ ବସିଥିଲେ, କିନ୍ତୁ ଶ୍ରୀ ଠାକୁରଙ୍କର ଦେହାବସାନ ତାଙ୍କ ପାଇଁ ଏତେ ବେଦନାଦାୟକ ଥିଲା ଯେ ସେ ନଇଁ ପଡ଼ିଥିଲେ ଏବଂ ସେହିଠାରେ ହିଁ ଶୋଇଗଲେ। ସ୍ତବ୍ଧ ହୋଇଯାଇ ଦୁଇ ନୟନରୁ ସ୍ରୋତବତ୍ ଅବାରିତ ଅଶ୍ରୁ ଝରିବାକୁ ଲାଗିଲା। ଏହି ଲଗ୍ନରେ ଶ୍ରୀ ଠାକୁରଙ୍କର ଇଚ୍ଛା ମୃତ୍ୟୁ ପୂର୍ଣ୍ଣ ହେଲା ଏବଂ ମଣିଷ ତାଙ୍କର ଯେଉଁ 80 ବର୍ଷ ପୂର୍ଣ୍ଣ ପରେ ପରିବର୍ତ୍ତନ ଦେଖିବାକୁ ଅନାଇଥିଲେ ତାହା ଥିଲା ଶ୍ରୀ ଠାକୁରଙ୍କର ମହାପ୍ରୟାଣ ବୋଲି ସମସ୍ତେ ବୁଝିପାରିଥିଲେ। ସେ ମହାଜୀବନ ମାତ୍ର 81 ବର୍ଷ ମଧ୍ୟରେ ସୀମିତ ଥିଲେ ମଧ୍ୟ ତାଙ୍କୁ କଳନା କରିବା ହୁଏତ 81 ଯୁଗ ଆବଶ୍ୟକ ପଡ଼ିପାରେ। ସେ ଥିଲେ ଚତୁର୍ଦିଗରେ ସର୍ବକ୍ଷଣ ସମସ୍ତଙ୍କ ମଧ୍ୟରେ ପ୍ରାଣ, ପ୍ରେରଣା, ଜ୍ଞାନ, ପ୍ରେମ, କର୍ମ ଏବଂ ଶକ୍ତି ସଞ୍ଚାରର ଉତ୍ସ। ଅସୀମ ମମତାରେ, ଅପରିମେୟ କରୁଣାରେ ସେ ଆମମାନଙ୍କୁ ଭୁଲ ଭ୍ରାନ୍ତି, ପ୍ରବୃତ୍ତି, ପରାମୁଷ୍ଠତା, ଅଜ୍ଞତା, ନୈରାଶ୍ୟ, ଅବସାଦ ଏବଂ ଜଡ଼ତାର ନିରସନ କରି ଆମମାନଙ୍କୁ
ସୁକେନ୍ଦ୍ରିକ କର୍ମମୁଖର ଭକ୍ତିରୁଦ୍ଧ ବିସ୍ତାରଶୀଳ ସାର୍ଥକ ଜୀବନରେ ରୂପାନ୍ତରିତ କରିବାକୁ ଅଦ୍ୟମ ପ୍ରୟାସ କରିଥିଲେ। ତାଙ୍କର ବ୍ୟକ୍ତିତ୍ୱ, ଆଚାର ଆଚରଣ, ବ୍ୟବହାର, କଥୋପକଥନ, ଚାହାଣୀ, ଚଳନ, ଲୋକ ପରିଚାଳନା ସବୁକିଛି ହିଁ ଥିଲା ପ୍ରାଣଦ, ଅନବଦ୍ୟ ସୁନ୍ଦର, ଆନନ୍ଦ ମଧୁର ଏବଂ କଲ୍ୟାଣକାରୀ। ମାନବ ସମାଜ ପାଇଁ ଯେଉଁ ଭାଗବତ ଚେତନାର ପରାକାଷ୍ଠା ସେ ପ୍ରଦର୍ଶନ କରିଯାଇଛନ୍ତି, ତାହା ଯୁଗ ଯୁଗ ପାଇଁ ସ୍ୱମହିମାରେ ଆଲୋକିତ ହୋଇ ରହିବ। ତାଙ୍କର ଦର୍ଶନ ହେଉଛି ଚିରନ୍ତନ ଏବଂ ଶାଶ୍ୱତ। ତାଙ୍କର ପ୍ରତିଭା ଓ ପ୍ରଭାବ ଅବିନଶ୍ୱର ଏବଂ ଚିରଚେତନ। ଆତ୍ମା ଏବଂ ପରମାତ୍ମାର ନିବିଡ଼ ସମ୍ପର୍କ ମଧ୍ୟରେ ସେ ଆତ୍ମିକ ଏବଂ ଚେତନା ସ୍ତରରେ ଆମ ସମସ୍ତଙ୍କ ସହିତ ସଂଯୁକ୍ତ ହୋଇ ରହିଛନ୍ତି। କେବଳ ସେତିକି ନୁହେଁ, ସେ ଅଲକ୍ଷ୍ୟ ଭାବରେ ଆମକୁ ମାର୍ଗଦର୍ଶନ ଓ ପରିପୋଷଣ କରୁଛନ୍ତି। ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁରଙ୍କ ସୃଷ୍ଟି, ସାହିତ୍ୟ, ଦର୍ଶନ ଓ ସତ୍ନାମ ମାଧ୍ୟମରେ ସେ ଅଦ୍ୟାପି ଜୀବନ୍ତ ଅଛନ୍ତି। ତାଙ୍କର ଅନୁଗାମୀ ଭକ୍ତ ଓ ଶିଷ୍ୟ ସମୁଦାୟ ମାଧ୍ୟମରେ ତାଙ୍କର ମାନବୀୟ ଲୀଳା ଅବ୍ୟାହତ ହୋଇ ରହିଅଛି। ଶ୍ରୀ ଶ୍ରୀ ଠାକୁରଙ୍କର ଅବତରଣ ଏବଂ ପ୍ରତ୍ୟକ୍ଷ ଜୀବନ ହେଉଛି ମଣିଷ ସମାଜ ପାଇଁ ଏକ ପ୍ରବଳ ଆହ୍ୱାନ। ଶ୍ରୀ ଶ୍ରୀ ଠାକୁରଙ୍କର ଦେହରକ୍ଷାର ସମ୍ବାଦ ଚତୁର୍ଦିଗରେ ବିଜୁଳି ବେଗରେ ପ୍ରଚାରିତ ହୋଇଗଲା। ଟେଲିଫୋନ୍ର ସୁଅ ଛୁଟିଲା। ଆକାଶବାଣୀ କଲିକତା, ପାଟନା, କଟକ ଆଦି ଷ୍ଟେସନରୁ ଏହି ଦୁଃସମ୍ବାଦ ପ୍ରଚାରିତ ହେବାକୁ ଲାଗିଲା। ଶୋକାର୍ତ୍ତ ନରନାରୀଙ୍କ ଭିଡ଼ରେ ଆଶ୍ରମ ପ୍ରାଙ୍ଗଣ ପୂର୍ଣ୍ଣ ହୋଇ ଉଠିଲା। ଯଶୀଡିହ ଷ୍ଟେସନକୁ ଆସୁଥିବା ପ୍ରତ୍ୟେକ ଟ୍ରେନ୍ରେ ଆସିବାକୁ ଲାଗିଲେ ଅସରନ୍ତି ଜନସମୁଦ୍ର ଆଶ୍ରମ ଅଭିମୁଖୀ। ସ୍ଥାନୀୟ ଅଫିସ, ସ୍କୁଲ, କଲେଜ, ବଜାରର ଦୋକାନ, ବ୍ୟବସାୟୀ ସ୍ଥଳୀ ବନ୍ଦ ହୋଇଗଲା। ସହରର ଲୋକେ ଧାଡ଼ି ଲଗାଇଲେ ଆଶ୍ରମକୁ। ସମସ୍ତେ ଥିଲେ ଶୋକାର୍ତ୍ତ। ପୂଜ୍ୟପାଦ ଛୋଟଦା କଲିକତାରୁ ଖବର ପାଇ ଛୁଟି ଆସି କାନ୍ଦି କାନ୍ଦି ଲୋଟି ପଡ଼ିଲେ ବାବାଙ୍କ ବୁକୁରେ। ସମସ୍ତଙ୍କର ବୁକୁ ଭରା କାନ୍ଦନାରେ ଆକାଶ ଓ ବତାସ ସ୍ତବ୍ଧ ହୋଇଗଲା। ପଣ୍ଡିତମାନଙ୍କର ପରାମର୍ଶ, ସନ୍ଧ୍ୟା ପୂର୍ବରୁ ଦାହ ସଂସ୍କାର କାର୍ଯ୍ୟ ଶେଷ କରିବାକୁ ହେବ, ନହେଲେ ପୁଣି ସକାଳ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ। ସୂର୍ଯ୍ୟ ତଥାପି ଅସ୍ତ ଯାଇନଥିଲେ। ଡିଗିରିଆ ପାହାଡ଼ କୋଣରେ ସତେ ଯେପରି କିଛି କ୍ଷଣ ଅପେକ୍ଷା କରିଥିଲେ। ମ୍ଳାନ ଥିଲା ତାଙ୍କର ଆଭା। ଶୀତର ସନ୍ଧ୍ୟା ପାଣ୍ଡୁର ହୋଇ ଉଠିଲା। ପଣ୍ଡିତଗଣଙ୍କର ବିଚାରରେ ଶ୍ରୀ ଶ୍ରୀ ଠାକୁରଙ୍କର ଶରୀରକୁ ନିଆଗଲା ରୋହିଣୀ ରୋଡ଼ ସଂଲଗ୍ନ ସ୍ଥାନକୁ, ନିଜସ୍ୱ ଜମିକୁ। ପୂର୍ବରୁ ଯେଉଁ ସ୍ଥାନରେ ପ୍ରାଚୀର ଘେରା ହୋଇଥିଲା, ବର୍ତ୍ତମାନ ସମାଧିପୀଠ। ସହସ୍ର ଶୋକାର୍ତ୍ତ ଜନତା ବିରାଟ ସଭାଧାରର ଅନୁଗମନ କଲେ। ଶ୍ରୀ ଶ୍ରୀ ବାଳାନନ୍ଦ ଆଶ୍ରମର ପଣ୍ଡିତ ପ୍ରଧାନ ଶ୍ରୀମଦ୍ ବିଭବାନନ୍ଦ ବ୍ରହ୍ମଚାରୀ ଏବଂ ଅନ୍ୟାନ୍ୟ ପଣ୍ଡିତଗଣ ଆସି ସ୍ତୋତ୍ର ପାଠ କରିଥିଲେ। ବିରାଟ ଜନତାର ମୁଖରେ ଲାଗି ରହିଥିଲା ସେହି ରାଧା ରାଧାର ନାମ। ସେହି ମନ୍ତ୍ରର ଧ୍ୱନିରେ ପ୍ରକମ୍ପିତ ହେଉଥିଲା ଧରା। ପଣ୍ଡିତଗଣଙ୍କର ନିର୍ଦ୍ଦେଶିତ ଲଗ୍ନ ସନ୍ଧ୍ୟା 5ଟାକୁ ଅପେକ୍ଷା କରି ରହିଲେ ପୂଜ୍ୟପାଦ ଶ୍ରୀ ଶ୍ରୀ ବରଦା। ଚନ୍ଦନ କାଠର ଜୁଇ ସଜଡ଼ା ହୋଇ ଶ୍ରୀ ଶ୍ରୀ ଠାକୁରଙ୍କର ଶରୀରକୁ ତା ଉପରେ ରଖା ସରିଥିଲା। ଯଥା ସମୟରେ ଶ୍ରୀ ଶ୍ରୀ ବରଦା ମୁଖାଗ୍ନି ଦେଲେ। ଚାରି ଦିଗରୁ ଆଉ ଥରେ ବିରାଟ ଜନତାର କ୍ରନ୍ଦନ ରୋଳ ଆକାଶ ବତାସକୁ ସ୍ତବ୍ଧ କରିଦେଲା। ମୁହୂର୍ତ୍ତକ ମଧ୍ୟରେ ଲେଲିହାନ ଶିଖା କରି ଜଳି ଉଠିଲା ଅଗ୍ନି। ଘିଅ ଆଉ ଚନ୍ଦନ କାଠର ବାସନା ସେହି ଅଗ୍ନି ସହିତ ଚାରିଆଡ଼େ ଘୁରି ବୁଲିଲା। ବହୁ ଉର୍ଦ୍ଧ୍ୱକୁ ଉଠିଲା ସେହି ଲେଲିହାନ ବହ୍ନି ଶିଖା। ସତେ ଯେପରି ସବୁ ଗ୍ରାସ କରିଯିବ। ସେଦିନର ସୂର୍ଯ୍ୟ ଆଗରୁ କେବେ ଏତେ ତେଜିଆନ୍ ନଥିଲେ। ଆକାଶ ଏତେ ନୀଳାଭ ନଥିଲା। ନୀଳାଭ ଚାନ୍ଦ କେବଳ ସ୍ତବ୍ଧ ହୋଇଯାଇଥିଲା। ଧୀରେ ଧୀରେ ଶ୍ରୀ ଶ୍ରୀ ଠାକୁରଙ୍କର ଅନୁପମ ଦିବ୍ୟତନୁ ରାତି 10:30 ବେଳେ ନିଶେଷ ହୋଇ ଚିତାଭସ୍ମରେ ପରିଣତ ହୋଇଗଲା। ଚିତା ଲିଭିଗଲା। ଶ୍ରୀ ଶ୍ରୀ ଠାକୁର ଯେଉଁଦିନ ଧରଣୀ ବକ୍ଷରେ ଆସିଥିଲେ, ସେଦିନ ଥିଲା ଶୁକ୍ଳ ନବମୀ। ଆଜି ମଧ୍ୟ ସେହିପରି ଶୁକ୍ଳ ନବମୀରେ
ସମ୍ପନ୍ନ ହେଲା ବାହୁଡ଼ା ଯାତ୍ରା। ଫେରିଗଲେ ପରମ ପବିତ୍ର ଦୟାଲ ଧାମକୁ। তোমার রঙে বন্দে পুরুষোত্তম, বন্দে পুরুষোত্তম, বন্দে পুরুষোত্তম। ଏହା ଥିଲା ପରମ ପ୍ରେମମୟ, ପରମ ଦୟାଳ ଯୁଗ ପୁରୁଷୋତ୍ତମ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ମହାପ୍ରୟାଣ। ଜୟ ଗୁରୁ। তোমার সুরে বাধা, সে সুরে মন চিত্ত আছে ভরে, তোমার রঙে হৃদয় আমার রাঙা।